ଆଜି ଏହି ସ୍ୱର୍ଗୀୟ ପିତାମାତା ଦିବସର ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆମ୍ଭମାନଙ୍କୁ ମାର୍ଗଦର୍ଶନ କରିଥିବାରୁ ଆମ୍ଭେମାନେ ଏଲୋହିମ୍ ପରମେଶ୍ୱର, ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ଅନନ୍ତ ଧନ୍ୟବାଦ, ଗୌରବ ଓ ପ୍ରଶଂସା ଅର୍ପଣ କରୁଅଛୁ। ସ୍ୱର୍ଗୀୟ ପିତାମାତା ଦିବସ ପାଳନ ଅବସରରେ ଆସନ୍ତୁ ଆମେ ଆମ୍ଭର ଅନନ୍ତ ଗୃହ, ଆମ୍ଭର ମାତା ଶୀର୍ଷକ ଉପଦେଶ ମାଧ୍ୟମରେ ଏକତ୍ର ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ଯେତେବେଳେ ସ୍ୱର୍ଗୀୟ ପିତା ଏହି ପୃଥିବୀକୁ ଆସିଲେ, ସେ ଦୀର୍ଘ 37 ବର୍ଷ ଧରି ସୁସମାଚାରର ପଥରେ ଚାଲିଲେ। ତାଙ୍କର ସମସ୍ତ ହଜିଯାଇଥିବା ସନ୍ତାନମାନଙ୍କୁ ଖୋଜିବା ପାଇଁ ସେ ଯିବା ପୂର୍ବରୁ ଆମ୍ଭମାନଙ୍କ ନିକଟରେ ସ୍ୱର୍ଗୀୟ ମାତାଙ୍କୁ ପ୍ରକାଶ କଲେ। ତେଣୁ ସେ ଆମକୁ ଶିକ୍ଷା ଦେଲେ। ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ, ଜିହୋସୁୟ ମୋସାଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ ଏବଂ ମୁଁ ମାତାଙ୍କୁ ଅନୁସରଣ କରେ। ମୁଁ ତୁମ୍ଭମାନଙ୍କୁ ଯେପରି ଏକ ଉଦାହରଣ ଦେଖାଇଅଛି, ତୁମ୍ଭେମାନେ ଏହି ଉଦାହରଣରୁ ଶିଖିବା ଏବଂ ଏହାକୁ କାର୍ଯ୍ୟରେ ପରିଣତ କରିବା ଉଚିତ। ଯେଉଁମାନେ ସ୍ୱର୍ଗୀୟ ମାତାଙ୍କ ବାକ୍ୟ ଶୁଣନ୍ତି, ସେମାନେ ଅନେକ ଆଶୀର୍ବାଦ ପାଇବେ ବୋଲି ଜଣାଇବା ପାଇଁ ସେ ଆମ ପାଇଁ ଏକ କଥା ମଧ୍ୟ ଛାଡ଼ି ଦେଇଛନ୍ତି, ଯାହା କୋରିୟମାନଙ୍କ ପାଇଁ ବୁଝିବା ସହଜ। ଯଦି ତୁମେ ମାତାଙ୍କ କଥା ଶୁଣ, ତେବେ ତୁମେ ଶୋଇବା ସମୟରେ ମଧ୍ୟ ଚାଉଳ ପିଠା ପାଇବ। ଆଜି ଆସନ୍ତୁ ଆମେ ସ୍ୱର୍ଗୀୟ ପିତାଙ୍କ ଇଚ୍ଛାକୁ ପାଳନ କରିବା ପାଇଁ କିଛି ସମୟ ନେବା ଏବଂ ଆମେ ଏକତ୍ର ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା ଗ୍ରହଣ କଲାବେଳେ ସ୍ୱର୍ଗୀୟ ମାତାଙ୍କ ପ୍ରେମ ଉପରେ ପୁଣି ଥରେ ଚିନ୍ତନ କରିବା। ଆମେ ବାସ କରୁଥିବା ଏହି ବିଶ୍ୱ ଗ୍ରାମରେ ଅନେକ ବିରଳ ଏବଂ ଅସାଧାରଣ ଘଟଣା ଘଟେ, ଯାହା ଆମେ ଆମର ଦୈନନ୍ଦିନ ଜୀବନରେ ପ୍ରାୟତଃ ଦେଖିବାକୁ ପାଉନାହୁଁ। ଏଗୁଡ଼ିକ ମଧ୍ୟରୁ ଆସନ୍ତୁ ଆମେ ଏକ ସାଲମନ ମାଛର ଜୀବନ ବିଷୟରେ ବିଚାର କରିବା। ଏହା ଏକ ପ୍ରାଣୀ ଭାବରେ ବହୁଳ ଭାବରେ ଜଣାଶୁଣା, ଯିଏ ନିଜ ଜନ୍ମସ୍ଥାନକୁ ଫେରିଯାଏ। ଘରକୁ ଫେରିବା ପାଇଁ ଏକ ହତାଶା ଓ ଜୀବନ ମରଣ ସଂଘର୍ଷ କରେ। ଗୋଟିଏ ସାଲମନ ମାଛ ତାର ଅଣ୍ଡାରୁ ଫୁଟି ଏକ ଛୋଟ ମାଛ ହେବା ପରେ ତାହା ସମୁଦ୍ରକୁ ଚାଲିଯାଏ। ଏହା ପ୍ରାୟ 3 ରୁ 5 ବର୍ଷ ପର୍ଯ୍ୟନ୍ତ ସମୁଦ୍ରରେ ରହିଥାଏ, କିମ୍ବା ପ୍ରଜାତି ଅନୁସାରେ ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ, ଶେଷରେ ନିଜ ଘରକୁ ଫେରିବା ପୂର୍ବରୁ। ଯେତେବେଳେ ସାଲମନ ମାଛ ନିଜ ଘରକୁ ଫେରିଥାଏ, ସେ ମ୍ୟାଗ୍ନେଟାଇଟ୍ ନାମକ ଏକ ଚୁମ୍ବକୀୟ ପଦାର୍ଥ ଦ୍ୱାରା ପରିଚାଳିତ ହୋଇଥାଏ, ଯାହାକୁ ପରମେଶ୍ୱର ଏହି ମାଛମାନଙ୍କ ମଧ୍ୟରେ ପୂର୍ବରୁ ରଖିସାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ସେମାନେ ନିଜର ଦିଗ ସ୍ଥିର କରନ୍ତି ଏବଂ ଥରେ ସମୁଦ୍ର ନିକଟରେ ଥିବା ନିଜ ନଦୀରେ ପହଞ୍ଚିବା ପରେ ସେମାନେ ଜନ୍ମସ୍ଥାନକୁ ଫେରିଯିବା ପାଇଁ ନିଜର ଶକ୍ତିଶାଳୀ ଘ୍ରାଣ ଶକ୍ତିକୁ ସକ୍ରିୟ କରନ୍ତି। କିନ୍ତୁ ଲୁଣିଆ ପାଣିରେ ଅଭ୍ୟସ୍ତ ହୋଇଥିବା ସାଲମନ ମାଛର ଶରୀର ନଦୀରେ ପ୍ରବେଶ କରିବା ପାଇଁ ଏହାକୁ ଏହି ପ୍ରକ୍ରିୟାରେ ନିଶ୍ଚିତ ଭାବରେ ବହୁତ ଶାରୀରିକ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥାଏ। ଅଧିକନ୍ତୁ ଏହି ପ୍ରକ୍ରିୟାରେ ସେମାନଙ୍କର ପାଚନତନ୍ତ୍ର ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥାଏ। ସେମାନଙ୍କରେ ମଧ୍ୟ ଅନେକ ସମସ୍ୟା ଦେଖାଦିଏ ଏବଂ ସେମାନଙ୍କ ଗାଲିସିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଥାଏ। ଏହିପରି ଯେତେବେଳେ ସାଲମନ ମାଛ ଲୁଣିଆ ପାଣିରୁ ମଧୁର ପାଣିକୁ ଆସେ, ସେମାନେ ଖାଇବା ବନ୍ଦ କରିଦିଅନ୍ତି। ନଦୀରେ ପ୍ରବେଶ କରିବା ମୁହୂର୍ତ୍ତରୁ ସେମାନେ ନିଜ ଘରେ ପହଞ୍ଚିବା ପର୍ଯ୍ୟନ୍ତ କିଛି ନ ଖାଇ ପହରିଥାନ୍ତି। ବାଟରେ ଯଦି ସେମାନେ ଭାଲୁର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଧରାପଡ଼ି ଖାଦ୍ୟ ହୋଇଯାଆନ୍ତି କିମ୍ବା ସେମାନେ ଅନ୍ୟ ବନ୍ୟ ପ୍ରାଣୀଙ୍କ ଶିକାର ହୋଇଯାଆନ୍ତି। କେବଳ ଯେଉଁ ସାଲମନ ମାଛମାନେ ଏହି ସମସ୍ତ ବିପଦକୁ ସହ୍ୟ କରନ୍ତି ଏବଂ ଶେଷରେ ସେଗୁଡ଼ିକୁ ଅତିକ୍ରମ କରନ୍ତି, ସେମାନେ ପରବର୍ତ୍ତୀ ପିଢ଼ି ପାଇଁ ଅଣ୍ଡା ଦେବାକୁ ନିଜ ଜନ୍ମସ୍ଥାନକୁ ଫେରିପାରନ୍ତି। ତାପରେ ସେମାନେ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ଖାଦ୍ୟ ଭାବରେ ନିଜ ଶରୀରକୁ ଉତ୍ସର୍ଗ କରନ୍ତି ଏବଂ ତାପରେ ସେମାନଙ୍କ ଜୀବନ ଶେଷ ହୋଇଯାଏ। ଯେତେବେଳେ ଆମେ ସାଲମନ ମାଛର ସହଜାତ ପ୍ରବୃତ୍ତିକୁ ଦେଖୁ, ଯିଏ ପ୍ରଚଣ୍ଡ ଶାରୀରିକ ଯନ୍ତ୍ରଣା ସହି ମଧ୍ୟ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ସଂଘର୍ଷ କରେ, ଆମେ ବୁଝିପାରୁ ଯେ ଆମର ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତାଙ୍କୁ ପାଇବା ପାଇଁ ଆମର ଅନନ୍ତ ଘର ସ୍ୱର୍ଗକୁ ଫେରିଯିବାକୁ ଚେଷ୍ଟା କଲାବେଳେ ଏହି ପାପପୂର୍ଣ୍ଣ ଜଗତରେ ରହିଥିବା ଆମ ଶରୀର ସ୍ୱର୍ଗ ପାଇଁ ଅନୁକୂଳ ହେବାକୁ ଏକ ପରିବର୍ତ୍ତନ ଦେଇ ଗତି କରେ ଏବଂ ସେହି ପ୍ରକ୍ରିୟାରେ ଠିକ୍ ସାଲମନ ମାଛ ପରି ମହାନ କଷ୍ଟ ଆସିଥାଏ। ଯେତେବେଳେ ମୁଁ ସାଲମନ ମାଛର ଜୀବନ ଚକ୍ରକୁ ଦେଖେ, ମୋତେ ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ମନେ ପଡ଼େ, ଯେଉଁଥିରେ କୁହାଯାଇଛି ଯେ ପରମେଶ୍ୱର କୌଣସି ଉଦ୍ଦେଶ୍ୟ ବିନା କିଛି ସୃଷ୍ଟି କରିନାହାନ୍ତି।
ମୁଁ ଅନୁଭବ କରେ ଯେ ପରମେଶ୍ୱର ଆମକୁ ସାଲମନ ମାଛର ବୈଶିଷ୍ଟ୍ୟ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଉଛନ୍ତି। ଏହି ପାପପୂର୍ଣ୍ଣ ଜଗତରେ ଆମ ଜୀବନଯାପନ କରିବା ପରେ ଆମେ ମଧ୍ୟ ଆମର ହଜିଯାଇଥିବା ଆତ୍ମିକ ଘରକୁ ଫେରିବା ପାଇଁ ଏହି ପୃଥିବୀରେ ସମସ୍ତ ପ୍ରୟାସ କରୁ। ସେହି ପ୍ରକ୍ରିୟାରେ ଯଦି ଆମେ ଏହି ପୃଥିବୀର ଜିନିଷଗୁଡ଼ିକୁ ଯାହାକୁ ଆମେ ଥରେ ଭଲ ପାଉଥିଲୁ ପରିତ୍ୟାଗ ନ କରୁ, ଆମର ପାପପୂର୍ଣ୍ଣ ସ୍ୱଭାବକୁ ତ୍ୟାଗ ନ କରୁ ଏବଂ ଏହି ଜଗତରେ ଶିଖିଥିବା ସମସ୍ତ ଖରାପ ଅଭ୍ୟାସ ଓ ଜୀବନଶୈଳୀକୁ ପରିତ୍ୟାଗ ନ କରୁ, ତେବେ ଆମେ ଆମ ଘରକୁ ଫେରିପାରିବା ନାହିଁ। ଯେପରି ଏକ ସାଲମନ ମାଛ କେବଳ ଲୁଣିଆ ପାଣିରୁ ମଧୁର ପାଣିରେ ଅନୁକୂଳ ହେବାର ମହାନ ଯନ୍ତ୍ରଣାକୁ ଅତିକ୍ରମ କରି ନିଜ ଜନ୍ମସ୍ଥାନକୁ ଫେରିପାରେ, ସେହିପରି ଆମେ ମଧ୍ୟ ଆମର ଅନନ୍ତ ସ୍ୱର୍ଗୀୟ ଘରକୁ, ଯେଉଁଠାରେ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ବାସ କରନ୍ତି, ଫେରିପାରିବା ନାହିଁ। ଯଦି ଆମେ ଏହି ଜୀବନରେ ଶିଖିଥିବା ସମସ୍ତ ସାଂସାରିକ ଏବଂ ଭୁଲ ବିଷୟଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ ନ କରୁ, କଣ ଏହା ହୋଇପାରେ ଯେ ପରମେଶ୍ୱର ଆମକୁ ସାଲମନ ମାଛର ଜୀବନଚକ୍ର ମାଧ୍ୟମରେ ଏହି ଗଭୀର ଶିକ୍ଷା ଦେଉଛନ୍ତି? ଯେହେତୁ ଏହା ଲେଖାଯାଇଛି ଯେ କୌଣସି ଜିନିଷ ବିନା ଉଦ୍ଦେଶ୍ୟରେ ସୃଷ୍ଟି ହୋଇନାହିଁ, ଏହା ମୋତେ ଭାବିବାକୁ ବାଧ୍ୟ କରେ ସାଲମନ ମାଛର ଜୀବନରୁ ଆମ୍ଭମାନଙ୍କ ପାଇଁ ଶିଖିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ନିଶ୍ଚୟ ଅଛି। ଆସନ୍ତୁ ଆମ୍ଭେ ସିଓନର ସନ୍ତାନମାନଙ୍କ ଜୀବନକୁ ଏକ ସାଲମନ ମାଛର ଯାତ୍ରା ସହିତ ତୁଳନା କରିବା। ଏକ ସାଲମନ ମାଛ ସମୁଦ୍ରରେ ବାସ କରେ। ତାର ଜନ୍ମସ୍ଥାନର ମଧୁର ଜଳ ନଦୀକୁ ଫେରିବା ପାଇଁ ତାର ପାଚନ ପ୍ରଣାଳୀ ଖରାପ ହୋଇଯାଏ। ସେହି ମୁହୂର୍ତ୍ତରୁ ତାକୁ ଭୋକରେ ରହିବାକୁ ଓ ସଂଘର୍ଷ କରିବାକୁ ପଡ଼ିଥାଏ। ନିଜ ଘରକୁ ଫେରିବା ପାଇଁ ସେ ଆପ୍ରାଣ ଚେଷ୍ଟା କରେ। ସେହିପରି ସାରା ବିଶ୍ୱରେ ଆମ୍ଭର ସମସ୍ତ ସିଓନ ପରିବାରର ସଦସ୍ୟମାନେ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କୁ ଝୁରି ହୁଅନ୍ତି ଏବଂ ଆମ୍ଭର ଅନନ୍ତ ଗୃହ ସ୍ୱର୍ଗକୁ ଫେରିଯିବା ପାଇଁ ଦୃଢ଼ ସଂକଳ୍ପ ରଖନ୍ତି। ସାଲମନ ମାଛ ପରି ଆମ୍ଭେମାନେ ସଂସାରରେ ଶିଖିଥିବା ସମସ୍ତ ମନ୍ଦ ଅଭ୍ୟାସ, ପାପପୂର୍ଣ୍ଣ କଥା, ଭୁଲ କାର୍ଯ୍ୟ ଏବଂ କଳୁଷିତ ମନୋଭାବକୁ ତ୍ୟାଗ କରିବା ଉଚିତ। ଆମ୍ଭେମାନେ ବର୍ତ୍ତମାନ ଅନନ୍ତ ସ୍ୱର୍ଗରାଜ୍ୟ ଆଡ଼କୁ ଅଧ୍ୟବସାୟର ସହିତ ଅଗ୍ରସର ହେଉଅଛୁ। ସିଓନରେ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ଆମ୍ଭମାନଙ୍କୁ ଦେଇଥିବା ଶିକ୍ଷା ଓ ଉପଦେଶ ପ୍ରତି ବିଶ୍ୱସ୍ତ ରହି ଏବଂ ପରମେଶ୍ୱରଙ୍କ ଆଜ୍ଞା, ବିଧି ଓ ବ୍ୟବସ୍ଥା ପାଳନ କରି, ଯଦିଓ ଜଗତର ଲୋକମାନେ ତାହା କରନ୍ତି ନାହିଁ। ତେବେ ଆଜି ବାଇବଲର କିଛି ପଦ ମାଧ୍ୟମରେ ଆସନ୍ତୁ ଆମ୍ଭେ ସାଲମନ ମାଛର ନିଜ ଗୃହ ଖୋଜିବାର ଯାତ୍ରା ଏବଂ ଆମ୍ଭ ଆତ୍ମାର ଅନନ୍ତ ଗୃହ ସ୍ୱର୍ଗୀୟ ମାତାଙ୍କୁ ପାଇବା ପାଇଁ ଆମ୍ଭର ନିଜସ୍ୱ ଯାତ୍ରା ମଧ୍ୟରେ ଥିବା ସମାନତାକୁ ଅନୁସନ୍ଧାନ କରିବା। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଉପରେ ନଜର ପକାଇବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17। ଆତ୍ମା ଓ କନ୍ୟା କହନ୍ତି। ଅନ୍ୟ ଶବ୍ଦରେ ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତା କହନ୍ତି, ଆସ। ପୁଣି ଯେ ଶୁଣେ ସେ କହୁ, ଆସ। ଯେ ତୃଷାର୍ତ୍ତ ସେ ଆସୁ। ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ପରମେଶ୍ୱର ଆମ୍ଭର ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ଆମ୍ଭମାନଙ୍କୁ ଆସିବାକୁ ଡାକିଛନ୍ତି ଏବଂ ଆମ୍ଭମାନଙ୍କ ପାଇଁ ଏକ ସ୍ପଷ୍ଟ ଗନ୍ତବ୍ୟ ସ୍ଥଳ ସ୍ଥିର କରିଛନ୍ତି, ଅନନ୍ତ ସ୍ୱର୍ଗରାଜ୍ୟ, ଯାହା ଆଡ଼କୁ ଆମ୍ଭେମାନେ ଅଗ୍ରସର ହେଉଅଛୁ। ଆମ୍ଭର ଶରୀର ଏବଂ ମନ ଯାହା ଏକଦା ସଂସାରର ସୁଖ ଏବଂ ଆମୋଦ ପ୍ରମୋଦରେ ବୁଡ଼ି ରହିଥିଲା, ତାହାକୁ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କ ଶିକ୍ଷା ଅନୁସାରେ ପରିବର୍ତ୍ତନ କରିବା ସହଜ ନୁହେଁ। କିନ୍ତୁ ଯେଉଁମାନେ ଏହି ପ୍ରକ୍ରିୟାକୁ ସହ୍ୟ କରନ୍ତି ଏବଂ ଏହାକୁ ଜୟ କରନ୍ତି, ଆମ୍ଭର ଅନନ୍ତ ଗୃହ କଣ ସେମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ନୁହେଁ କି? ସେହି ଗୃହରୁ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ଆମ୍ଭମାନଙ୍କୁ ଡାକି କହିଛନ୍ତି, ଆସ। ଯେଉଁ ସ୍ଥାନକୁ ସେମାନେ ଆମ୍ଭମାନଙ୍କୁ ଡାକିଛନ୍ତି, ସେହି ସ୍ଥାନକୁ ଯିବା ପ୍ରକ୍ରିୟାରେ ଆମ୍ଭର ଜୀବନ ଏକ ନୂତନ ଜୀବନରେ ରୂପାନ୍ତରିତ ହେବା ଆବଶ୍ୟକ। ଆମ୍ଭେ ଆମ୍ଭର ସାଂସାରିକ ଜୀବନକୁ ଏକ ଆଧ୍ୟାତ୍ମିକ ଜୀବନରେ ପରିଣତ କରିବା ଉଚିତ, ହଁ ନା? ଏହା ସେହି ସମାନ ନୀତି ଅଟେ ଯାହାଦ୍ୱାରା ଏକ ସାଲମନ ମାଛ ନିଜ ଶରୀରକୁ ଲୁଣି ପାଣିରୁ ମଧୁର ପାଣି ପାଇଁ ଅନୁକୂଳ କରେ। ଏହା ହେବା ପାଇଁ ବାଇବଲ ଆମ୍ଭମାନଙ୍କୁ ପଥ ଦେଖାଏ। ଆସନ୍ତୁ ଆମେ ରୋମୀୟ ଅଧ୍ୟାୟ 12 ଦେଖିବା।
ରୋମିଓ ଅଧ୍ୟାୟ 12 ପଦ 2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆମେ କ'ଣ କରିବା ଉଚିତ? ଆମ୍ଭେମାନେ ରୂପାନ୍ତରିତ ହେବା ଉଚିତ। ଆମ୍ଭର ସାଂସାରିକ ଶରୀର, ମନ, ଜୀବନଶୈଳୀ ଏବଂ ଅଭ୍ୟାସଗୁଡ଼ିକ ଜଗତରେ ଆମ୍ଭର ସମୟ ଦ୍ୱାରା ଗଠିତ ହୋଇଛି। ଯଦି ଆମେ ଏହି ଜିନିଷଗୁଡ଼ିକୁ ଧରି ରଖିବା, ତେବେ ଆମେ ଆମର ଆଧ୍ୟାତ୍ମିକ ଗୃହକୁ ଫେରିପାରିବା ନାହିଁ। ଏହି କ୍ଷେତ୍ରଗୁଡ଼ିକରେ ଏକ ରୂପାନ୍ତରଣ ହେବା ଆବଶ୍ୟକ। ବାଇବଲ ଆମ୍ଭମାନଙ୍କୁ ସେହି ସମାନ କଥା କହିଥାଏ। ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆମ୍ଭେମାନେ ଏହି ନୂତନ ଜୀବନଶୈଳୀ ସହିତ ନିଜକୁ ଖାପ ଖୁଆଇବା ଉଚିତ। ଯେତେବେଳେ ସାଲମନ ମାଛ ନିଜ ଜନ୍ମସ୍ଥାନକୁ ଫେରିଯାଏ, ସେମାନଙ୍କର ପାଚନତନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଏହି ଯନ୍ତ୍ରଣାଦାୟକ ପ୍ରକ୍ରିୟା ସତ୍ତ୍ୱେ ସେମାନେ କିଛି ଖାଆନ୍ତି ନାହିଁ ଏବଂ କେବଳ ସମୁଦ୍ରରେ ସଂଗ୍ରହ କରିଥିବା ଶକ୍ତି ଉପରେ ନିର୍ଭର କରି ଶକ୍ତିର ସହିତ ନିଜ ଗୃହ ଆଡ଼କୁ ଆଗେଇ ଯାଆନ୍ତି। ଆମ୍ଭମାନଙ୍କ ପାଇଁ ମଧ୍ୟ ଏହା କ'ଣ ସମ୍ପୂର୍ଣ୍ଣ ଆବଶ୍ୟକ ନୁହେଁ ଯେ ଆମ୍ଭେ ଜଗତରେ ବଞ୍ଚୁଥିବା ଜୀବନରୁ ସିଓନରେ ଏପରି ଏକ ଜୀବନକୁ ପରିବର୍ତ୍ତିତ ହେବା, ଯାହା ଆମ୍ଭର ପିତା ଓ ମାତା ଇଚ୍ଛା କରନ୍ତି, କାମନା କରନ୍ତି ଏବଂ ଯେଉଁଥିରେ ଆନନ୍ଦ କରନ୍ତି? ସବୁକିଛି ପରିବର୍ତ୍ତନ ହେବା ଉଚିତ ଏବଂ ଏକ ରୂପାନ୍ତରଣ ହେବା ଆବଶ୍ୟକ। ଆସନ୍ତୁ ଏକତ୍ର ଜିସାଇୟ ଅଧ୍ୟାୟ 13 ପଦ 4 ଦେଖିବା। ଅଧ୍ୟାୟ 13 ପଦ 4ରେ ଏହା କୁହେ, ପର୍ବତମାନରେ ମହାଜନତାର ନ୍ୟାୟ, ଲୋକାରଣ୍ୟର ରବ ହେଉଅଛିଣ। ଏକତ୍ରୀକୃତ ଗୋଷ୍ଠୀୟମାନଙ୍କର ରାଜ୍ୟସମୂହର ପଳରବ ହେଉଅଛି। ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି। ପରମେଶ୍ୱର ଯୁଦ୍ଧ ପାଇଁ ଏକ ସୈନ୍ୟବାହିନୀ ସଂଗ୍ରହ କରୁଛନ୍ତି। ଜଣେ ସୈନିକର ଶରୀର କ'ଣ ଶତ୍ରୁକୁ ପରାସ୍ତ କରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ? ତାଙ୍କର ମନ କ'ଣ ଦୃଢ଼? ତାଙ୍କର ଅସ୍ତ୍ରଶସ୍ତ୍ର କ'ଣ ଠିକ୍ ଭାବରେ ପ୍ରସ୍ତୁତ ଅଛି? ଏସବୁ କ'ଣ ଯାଞ୍ଚ ତାଲିକାରେ ନାହିଁ? ଆମେ ପ୍ରକୃତରେ ପରିବର୍ତ୍ତନ ହୋଇଛୁ କି ନାହିଁ, ତାହା ଦେଖିବା ପାଇଁ ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ପରୀକ୍ଷା କରନ୍ତି। ତେଣୁ ଆମ ମଧ୍ୟରୁ ପ୍ରତ୍ୟେକେ ଆମ ଜୀବନରେ ପ୍ରତିଦିନ ପରମେଶ୍ୱରଙ୍କ ପରୀକ୍ଷା ପଦ୍ଧତିକୁ ନିଜ ନିଜ ଉପାୟରେ ଅନୁଭବ କରିପାରିବା। ଯେଉଁମାନଙ୍କର ବିଶ୍ୱାସ ଦୁର୍ବଳ, ପରମେଶ୍ୱର ସେମାନଙ୍କୁ ବିଶ୍ୱାସ ଦ୍ୱାରା ପରୀକ୍ଷା କରନ୍ତି। ଯାହାର ଜ୍ଞାନର ଅଭାବ ଅଛି, ପରମେଶ୍ୱର ତାଙ୍କର ଜ୍ଞାନକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରନ୍ତି। ଆମକୁ ସର୍ବଦା ମନେ ରଖିବା ଏବଂ ବିଶ୍ୱାସ କରିବା ଉଚିତ ଯେ ପରମେଶ୍ୱର ଆମକୁ ପରୀକ୍ଷା କରନ୍ତି ଏବଂ ବେଳେବେଳେ ବିଭିନ୍ନ ଉପାୟରେ ପରଖନ୍ତି। ଆମକୁ ପ୍ରତିଦିନ ତାହାଙ୍କ ଲୋକ ଭାବରେ ବୃଦ୍ଧି ପାଇବାରେ ସାହାଯ୍ୟ କରନ୍ତି ଏବଂ ଆମକୁ ସ୍ୱର୍ଗର ଅନନ୍ତ ରାଜ୍ୟକୁ ନେଇଯାଆନ୍ତି। ଆସନ୍ତୁ ଆମେ ଏଫିସିୟ ଅଧ୍ୟାୟ 6କୁ ଯିବା। ଆସନ୍ତୁ ଏକତ୍ର ଏଫିସିୟ ଅଧ୍ୟାୟ 6 ପଦ 10 ଦେଖିବା। ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାଙ୍କର ପରାକ୍ରମରେ ବଳବାନ ହୁଅ। ତୁମ୍ଭେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର। ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ। ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୂପ ଢାଲ ଧର। ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକା ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର।
ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଶୃଙ୍ଖଳାବଦ୍ଧ ରାଜଦୂତ ସ୍ୱରୂପ ଯେ ମୁଁ ମୋତେ ସେହି ସୁସମାଚାରର ନିଗୂଢ଼ ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ପ୍ରଚାର କରିବା ସମୟରେ ବାକ୍ୟ ଦିଆଯିବ। ପୁଣି ମୁଁ ଯେପରି ତତ୍ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି। ପରମେଶ୍ୱର ପରୀକ୍ଷା କରନ୍ତି ଯେ ଆମେ ତାହାଙ୍କ ସମସ୍ତ ଅସ୍ତ୍ରରେ ସମ୍ପୂର୍ଣ୍ଣ ସଜ୍ଜିତ କି ନାହିଁ। ପ୍ରାର୍ଥନା ଦ୍ୱାରା, ବାକ୍ୟ ପ୍ରଚାର ଦ୍ୱାରା ଏବଂ ସ୍ୱର୍ଗର ରାଜ୍ୟ ପାଇଁ ଆମର ଆଶା ଦ୍ୱାରା ଆମେ ବିଶ୍ୱାସର ପଥରେ କେତେ ଆଗ୍ରହର ସହିତ ଚାଲୁଛୁ। ସେ ନିରନ୍ତର ଏହି ଅବସ୍ଥାଗୁଡ଼ିକୁ ଯାଞ୍ଚ କରନ୍ତି। ଆମ ଚାରିପାଖରେ ସବୁ ପ୍ରକାରର ଲୋକ, ଆମର ସହକର୍ମୀ, ପରିଚିତ, ପରିବାର ସଦସ୍ୟମାନେ ବାସ କରନ୍ତି। ସେମାନଙ୍କୁ ଦେଖି ଆପଣ କେବେ ଭାବନ୍ତି କି ସେମାନେ ସେପରି ବଞ୍ଚିପାରିବେ? ତେବେ ଆମକୁ କାହିଁକି ସବୁବେଳେ ଏପରି ବଞ୍ଚିବାକୁ ହେବ? ସେମାନେ ଯେଉଁ ପରିବେଶରେ ବାସ କରନ୍ତି ତାହା ଆମେ ବାସ କରୁଥିବା ପରିବେଶଠାରୁ ଭିନ୍ନ। ଆମର ଅନନ୍ତ ଗୃହ ଭିନ୍ନ। ଆମେ ସାଲମନ ମାଛ ପରି। ଏକଦା ସେମାନେ ସମୁଦ୍ରକୁ ଯିବା ପୂର୍ବରୁ ମଧୁର ଜଳରେ ବାସ କରୁଥିଲେ। ଯେତେବେଳେ ସେମାନଙ୍କ ଘରକୁ ଫେରିବାର ସମୟ ଆସେ, ସେମାନେ ଏହି ସଂସାରରେ ଅଭ୍ୟସ୍ତ ଶରୀରରେ ସେହି ସ୍ଥାନରେ ପ୍ରବେଶ କରିପାରନ୍ତି ନାହିଁ। ତେଣୁ ସେମାନେ ଅତ୍ୟଧିକ ଯନ୍ତ୍ରଣା ସହ୍ୟ କରନ୍ତି। ସେମାନଙ୍କର ପାଚନ ଅଙ୍ଗଗୁଡ଼ିକ ନଷ୍ଟ ହୋଇଯାଏ, ସେମାନଙ୍କର ଗୋଡ଼ ଦୁର୍ବଳ ହୋଇଯାଏ ଏବଂ ସେମାନଙ୍କର ଶରୀର ଭାଙ୍ଗିଯାଏ। ଏପରି ଅତ୍ୟଧିକ କଷ୍ଟ ସହିବା ପରେ ଆମେ ଶେଷରେ ଯେଉଁ ସ୍ଥାନକୁ ଫେରିଯିବା ତାହା ହେଉଛି ଆମର ଅନନ୍ତ ଘର, ସ୍ୱର୍ଗର ରାଜ୍ୟ। ଏହାକୁ ଆମ ସ୍ୱର୍ଗୀୟ ମାତାଙ୍କ କୋଳ ବୋଲି ମଧ୍ୟ କୁହାଯାଇପାରେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଆମ ପାଇଁ ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ଆମେ ସମସ୍ତେ କେବଳ ଏହି ସଂସାରକୁ ନୁହେଁ, ବରଂ ଆମ ସ୍ୱର୍ଗୀୟ ଗୃହକୁ ଦେଖୁଥିବା ବ୍ୟକ୍ତି ହେବା ଆବଶ୍ୟକ। ପବିତ୍ର ଆତ୍ମାଙ୍କ ଯୁଗରେ ଏହି ସତ୍ୟକୁ ପ୍ରକାଶ କରିବା ପାଇଁ ପିତା ପରମେଶ୍ୱର ଆମ୍ଭମାନଙ୍କ ପାଇଁ, ତାଙ୍କର ସନ୍ତାନମାନଙ୍କ ପାଇଁ ଏହି ଅବିସ୍ମରଣୀୟ ସୁବର୍ଣ୍ଣ ନିୟମକୁ ନିଜ ହସ୍ତରେ ଲେଖିଥିଲେ। ଇଲିସାୟ ଏଲିୟଙ୍କୁ ଅନୁସରଣ କଲେ, ଜିହୋସୁୟ ମୋସାଙ୍କୁ ଅନୁସରଣ କଲେ, ପିତର ଯୀଶୁଙ୍କୁ ଅନୁସରଣ କଲେ ଏବଂ ମୁଁ ମାତାଙ୍କୁ ଅନୁସରଣ କରେ। ସେ ବାରମ୍ବାର ଆମକୁ ଅନୁରୋଧ କରି କହିଲେ, ମାତା, ତୁମ୍ଭମାନଙ୍କୁ ଯେଉଁଠାକୁ ନେଇଯାଆନ୍ତୁ ନା କାହିଁକି, ତାହାଙ୍କ ଶିକ୍ଷା ଓ ନିର୍ଦ୍ଦେଶଗୁଡ଼ିକୁ କେବେ ବି ଭୁଲ ନାହିଁ। ସିଓନର ଆମର ସମସ୍ତ ପ୍ରିୟ ପରିବାର ସଦସ୍ୟମାନେ ସ୍ୱର୍ଗୀୟ ମାତାଙ୍କ ଇଚ୍ଛାକୁ ପାଳନ କରି ମାତାଙ୍କ ଦ୍ୱାରା ଆଜ୍ଞାପ୍ରାପ୍ତ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ, ସଂସାରକୁ ଉଦ୍ଧାର କରୁଥିବା ସେବା କାର୍ଯ୍ୟ, ସ୍ୱେଚ୍ଛାସେବୀ କାର୍ଯ୍ୟ ଏବଂ ପ୍ରଚାର କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା ସମୀରଣ ଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ସିଓନ ସ୍ଥାପିତ ହେଉଛି ଏବଂ ସମସ୍ତ ଜାତିଙ୍କ ନିକଟରେ ସୁସମାଚାର ପ୍ରଚାର କରାଯାଉଛି। ଏହି ଅନୁଗ୍ରହପୂର୍ଣ୍ଣ କାର୍ଯ୍ୟ କ'ଣ ପିତା ପରମେଶ୍ୱରଙ୍କ ଅନୁଗ୍ରହରେ ଏବଂ ମାତା ପରମେଶ୍ୱରଙ୍କ ଆଶୀର୍ବାଦରେ ସମ୍ପନ୍ନ ହେଉନାହିଁ? ସମଗ୍ର ବିଶ୍ୱରେ ଆମ ସିଓନ ପରିବାରର ଅନେକ ସଦସ୍ୟ ଏବେ ମଧ୍ୟ ମାତାଙ୍କ ସ୍ୱର ଶୁଣିବାକୁ ଅପେକ୍ଷା କରିଛନ୍ତି। ଆମ ଜୀବନ କ'ଣ ସମୁଦ୍ରରେ ସର୍ବଦା ବାସ କରୁଥିବା ସାଲମନ ମାଛ ପରି ହେବା ଉଚିତ? ନା, ଆମେ ନିଜ ଜନ୍ମଭୂମିକୁ ଫେରି ଯାଉଥିବା ସାଲମନ ମାଛ ପରି ହେବା ଉଚିତ? ଆସନ୍ତୁ ଏହା ଉପରେ କିଛି ସମୟ ପାଇଁ ଚିନ୍ତା କରିବା। ସମୁଦ୍ରରେ ବାସ କରୁଥିବା ସାଲମନ ମାଛ ସବୁଦିନ ପାଇଁ ବଞ୍ଚିପାରିବେ ନାହିଁ। ତାହା ଏକ ଅନନ୍ତ ସ୍ଥାନ ନୁହେଁ। କ'ଣ ଏହା ସେହି ଭବିଷ୍ୟବାଣୀର ସମୟ ନୁହେଁ ଯେତେବେଳେ ସମଗ୍ର ବିଶ୍ୱକୁ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କର ଆସ ବୋଲି ଡାକୁଥିବା ସ୍ୱର ଶୁଣି ଆମ ଆତ୍ମାର ଗୃହ ମାତା ପରମେଶ୍ୱରଙ୍କ ନିକଟକୁ ଫେରିଯିବାକୁ ହେବ? କ'ଣ ଆଧ୍ୟାତ୍ମିକ ଜଗତରେ ଶୟତାନ ଏପରି କାର୍ଯ୍ୟରେ ସନ୍ତୁଷ୍ଟ ହେବ? ନା, ସେ ତାହା ପସନ୍ଦ କରିବେ ନାହିଁ। ତେଣୁ ପରମେଶ୍ୱର ସୃଷ୍ଟିର ଆରମ୍ଭରୁ ମାନବ ଜାତିକୁ କହି ଆସୁଛନ୍ତି ଯେ ଶୟତାନ ଏହିପରି କାର୍ଯ୍ୟ କରିବ। ଆସନ୍ତୁ ଆମେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 15କୁ ଯିବା। ଆଦି ପୁସ୍ତକ ଅଧ୍ୟାୟ 3 ପଦ 15। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାଙ୍କ ଗୋଇଠିକି ଆଘାତ କରିବେ। ଏହି ବାକ୍ୟାଂଶଟି ସେହି ଦୃଶ୍ୟରୁ ଆସିଛି ଯେଉଁଠାରେ ପରମେଶ୍ୱର ଆଦମ ଓ ହବାଙ୍କୁ ପ୍ରଲୋଭିତ କରିଥିବା ସର୍ପକୁ ଅଭିଶାପ ଦେଉଛନ୍ତି। ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ଅର୍ଥାତ୍ ସର୍ପ, ଦିଆବଳ ଏବଂ କାହା ମଧ୍ୟରେ?
ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ଏଠାରେ ଉଲ୍ଲେଖ କରାଯାଇଥିବା ସ୍ତ୍ରୀ ଜଣକ ହେଉଛନ୍ତି ହବା। ଆଦି ପୁସ୍ତକ ଅଧ୍ୟାୟ 3 ଅନୁସାରେ ହବାଙ୍କୁ ଜୀବିତ ସକଳର ମାତା ବୋଲି ବର୍ଣ୍ଣନା କରାଯାଇଛି। ଏହିପରି ଭାବରେ ବାଇବଲ ଏହି ଦୃଷ୍ଟାନ୍ତଗୁଡ଼ିକ ମାଧ୍ୟମରେ ସ୍ୱର୍ଗୀୟ ମାତାଙ୍କର ଅସ୍ତିତ୍ୱ ବିଷୟରେ ଆମକୁ ପ୍ରକାଶ କରେ ଏବଂ ଶିକ୍ଷା ଦିଏ। ପଦ 15କୁ ପୁନର୍ବାର ଦେଖିଲେ ପରମେଶ୍ୱର ଶୟତାନ ଏବଂ ମାତାଙ୍କ ମଧ୍ୟରେ ଏକ ଅନନ୍ତ ଶତ୍ରୁତାର ସମ୍ପର୍କ ସ୍ଥାପନ କରିଛନ୍ତି। ତେଣୁ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ କୌଣସି ମତେ କେବେ ହେଲେ ଶୈତାନର ପକ୍ଷରେ ଠିଆ ହୋଇପାରିବେ ନାହିଁ। ଅନ୍ୟ ଅର୍ଥରେ ଆଦି ପୁସ୍ତକ ଅଧ୍ୟାୟ 3 ମାଧ୍ୟମରେ ପରମେଶ୍ୱର ଆମକୁ ଏହି ସତ୍ୟ ବିଷୟରେ ଜାଗ୍ରତ କରାନ୍ତି ଯେ ସେମାନେ ହିଁ ସର୍ବଦା ପରମେଶ୍ୱରଙ୍କ ପକ୍ଷରେ ଠିଆ ହେବେ। ଏହି ଲୋକମାନେ ହିଁ ଶେଷରେ ସେମାନଙ୍କର ଅନନ୍ତ ଗୃହ ସ୍ୱର୍ଗର ରାଜ୍ୟକୁ ଫେରିଯିବେ। ସେମାନେ ହିଁ ସ୍ୱର୍ଗୀୟ ମାତାଙ୍କ ପକ୍ଷରେ ଠିଆ ହୁଅନ୍ତି। ଆଦି ପୁସ୍ତକ ଅଧ୍ୟାୟ 3ର ଭବିଷ୍ୟବାଣୀ ପ୍ରକାଶିତ ବାକ୍ୟ ପୁସ୍ତକରେ ପୁନରାବୃତ୍ତି ହେଉଛି। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 12କୁ ଯିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17। ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ ତାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ପ୍ରକାଶିତ ବାକ୍ୟ 12:9। ଆଦି ପୁସ୍ତକ 3:15ରେ ଆମ୍ଭେ ଦେଖୁ ଯେ ସର୍ପ ଓ ସ୍ତ୍ରୀ ଦେଖାଯାଆନ୍ତି ଏବଂ ପ୍ରକାଶିତ ବାକ୍ୟ 12ରେ ନାଗ ଓ ସ୍ତ୍ରୀ ଦେଖାଯାଆନ୍ତି। ଏଠାରେ ବର୍ଣ୍ଣିତ ପ୍ରକାଣ୍ଡ ସର୍ପ ବିଷୟରେ କଣ 9 ପଦରେ ଏହିପରି ବର୍ଣ୍ଣନା କରାଯାଏ ନାହିଁ ଯେ ସର୍ବଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ ସେହି ପୁରାତନ ନାଗ? ପୁରାତନ ନାଗ ହେଉଛି ସେହି ସର୍ପ ଯିଏ ଏଦନ ଉଦ୍ୟାନରେ ଥିଲା। ଏଠାରେ ସର୍ପ ଦିଆବଳ ଓ ସ୍ତ୍ରୀଙ୍କ ମଧ୍ୟରେ କି ସମ୍ପର୍କ ଅଛି? ବାଇବଲ ସର୍ବଦା ସେମାନଙ୍କୁ ଶତ୍ରୁ ଭାବରେ ଚିତ୍ରଣ କରେ। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଆମ୍ଭେ ଏହି ନିଶ୍ଚିତତା ରଖିପାରିବା ଯେ ଆମ୍ଭେ ଯେଉଁମାନେ ସ୍ୱର୍ଗୀୟ ମାତାଙ୍କ ସହିତ ଅଛୁ ସର୍ବଦା ପରମେଶ୍ୱରଙ୍କ ପକ୍ଷରେ ଅଛୁ। ଆଦି ପୁସ୍ତକ 3:15ରେ ପରମେଶ୍ୱର ଆମ୍ଭମାନଙ୍କୁ ଦେଖାଇଲେ ଯେ ସ୍ତ୍ରୀ ଓ ତାଙ୍କ ସନ୍ତାନମାନେ ସର୍ପ ଓ ତାହାର ସନ୍ତାନମାନଙ୍କ ସହିତ ଶତ୍ରୁତାରେ ଅଛନ୍ତି। ପରମେଶ୍ୱର ଏହାକୁ ନାଗ ଓ ସ୍ତ୍ରୀଙ୍କ ମଧ୍ୟରେ ଏବଂ ନାଗର ସନ୍ତାନ ଓ ସ୍ତ୍ରୀଙ୍କ ସନ୍ତାନମାନଙ୍କ ମଧ୍ୟରେ ଥିବା ଶତ୍ରୁତା ସହିତ ଯୋଡ଼ନ୍ତି। ତେବେ ସ୍ତ୍ରୀଙ୍କ ସନ୍ତାନମାନଙ୍କର ବୈଶିଷ୍ଟ୍ୟଗୁଡ଼ିକ କ'ଣ? ଏହା ଲେଖା ଅଛି ଯେ ସେମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟକୁ ଦୃଢ଼ ଭାବରେ ଧରି ରଖନ୍ତି। ପ୍ରକାଶିତ ବାକ୍ୟ 12:17ରେ ଥିବା ଏହି ଦଳ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି। ଆଜି ଏହି ପୃଥିବୀରେ କେଉଁ ମଣ୍ଡଳୀ ବିଶ୍ରାମ ଦିନ ଓ ନିସ୍ତାର ପର୍ବର ଆଜ୍ଞା, ପର୍ବଗୁଡ଼ିକର ଆଜ୍ଞା ଏବଂ ନୂତନ ନିୟମର ଆଜ୍ଞା ପାଳନ କରେ? ଏହା ହେଉଛି ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍। ଏହା ଆମ୍ଭେମାନେ ନୁହଁ କି ଯେଉଁମାନେ ସ୍ୱର୍ଗୀୟ ମାତାଙ୍କର ସେବା କରୁ? ଏହି ଲୋକମାନେ ହିଁ ଶେଷରେ ସେମାନଙ୍କର ହଜିଯାଇଥିବା ଅନନ୍ତ ଗୃହ ସ୍ୱର୍ଗର ରାଜ୍ୟକୁ ଫେରିଯିବେ। ତେଣୁ ଆମ୍ଭର ସମଗ୍ର ଜୀବନ ବର୍ତ୍ତମାନ ଆଧ୍ୟାତ୍ମିକ ଜୀବନରେ ପରିବର୍ତ୍ତିତ ହେବା ଉଚିତ। ଏହି ବର୍ଷ ଆସନ୍ତୁ ଆମ୍ଭେ ମାତାଙ୍କ ପ୍ରେମର ବାକ୍ୟ ମାଧ୍ୟମରେ ଆମ୍ଭମାନଙ୍କର ବାକ୍ୟକୁ ପରିଷ୍କାର କରିବା ପାଇଁ ସଂକଳ୍ପ ନେବା। ଆସନ୍ତୁ ଆମ୍ଭେ ପିତା ଏବଂ ମାତାଙ୍କ ସନ୍ତାନ ଭାବରେ ସ୍ୱର୍ଗର ରାଜ୍ୟର ଲୋକମାନଙ୍କ ପାଇଁ ଉପଯୁକ୍ତ ହେବାକୁ ଆମ୍ଭମାନଙ୍କର ବାକ୍ୟକୁ ପରିବର୍ତ୍ତନ କରିବା। ଯଦି ଆମ୍ଭେ ଅତୀତରେ ପ୍ରାୟତଃ କଠୋର ଶବ୍ଦ ବ୍ୟବହାର କରୁଥିଲୁ ତେବେ ଆସନ୍ତୁ ସେଗୁଡ଼ିକୁ ଦୂତମାନଙ୍କ ଭାଷାରେ ପରିଣତ କରିବା। ମୁଁ ଦୁଃଖିତ, ଦୟାକରି ମୋତେ କ୍ଷମା କରନ୍ତୁ। ଧନ୍ୟବାଦ, ମୁଁ ଆପଣଙ୍କୁ ପ୍ରେମ କରେ। ଆପଣଙ୍କ ପାଇଁ ନିଶ୍ଚୟ କଷ୍ଟକର ହୋଇଥିବ। ସବୁ କିଛି ଠିକ୍ ହୋଇଯିବ। ମାତାଙ୍କ ପ୍ରେମର ବାକ୍ୟ ଉପରେ ଏହି ଶିକ୍ଷାଗୁଡ଼ିକ ମାଧ୍ୟମରେ ସମଗ୍ର ବିଶ୍ୱରେ ଅନେକ ପରିବର୍ତ୍ତନ ଘଟୁଅଛି। ଭାଇ ଓ ଭଉଣୀମାନେ ଏହା କରିବା ସହଜ ନୁହେଁ। ଜଣେ ସ୍ୱାମୀ ଯିଏ ନିଜ ସ୍ତ୍ରୀଙ୍କୁ ପ୍ରାୟତଃ କହିନାହାନ୍ତି ତୁମେ ବହୁତ କଠିନ ପରିଶ୍ରମ କରିଛ, ଧନ୍ୟବାଦ, ମୁଁ ତୁମକୁ ଭଲ ପାଏ, କ'ଣ ତାଙ୍କ ପାଇଁ ଦିନେ ହଠାତ୍ ଏହି ଶବ୍ଦଗୁଡ଼ିକ କହିବା ସହଜ ହେବ? ତଥାପି ଆମ୍ଭେ କ'ଣ କରିବା ଉଚିତ?
ଆମ୍ଭେ ନିଶ୍ଚୟ ପରିବର୍ତ୍ତିତ ହେବା। ଯଦିଓ ଆମ୍ଭେ ପୂର୍ବରୁ ଏହା କରିନାହୁଁ, ବର୍ତ୍ତମାନଠାରୁ ଆମ୍ଭେ କ'ଣ କରିବା ଉଚିତ, କାରଣ ଏହା ମାତାଙ୍କ ଶିକ୍ଷା ଅଟେ। ଆସନ୍ତୁ ଆମେ ଏହା କରିବା। ଆରେ, ମୋ ବୟସରେ ମୁଁ ଏହା କିପରି କରିବି? ଏପରି ଭାବି ଦ୍ୱିଧା କରିବା ପରିବର୍ତ୍ତେ କେବଳ ଚେଷ୍ଟା କରିବା ଭଲ। ଏହାକୁ କାର୍ଯ୍ୟରେ ପରିଣତ କରି ଆସନ୍ତୁ ଆମ୍ଭେ ସମସ୍ତେ ଏପରି ବ୍ୟକ୍ତି ହେବା ଯେଉଁମାନେ ଆମ୍ଭ ମଣ୍ଡଳୀ, ଆମ୍ଭ ପରିବାର, ଆମ୍ଭ କର୍ମକ୍ଷେତ୍ର, ଆମ୍ଭ ସମାଜ ଏବଂ ଆମ୍ଭ ବିଶ୍ୱଗ୍ରାମକୁ ପରିବର୍ତ୍ତନ କରିପାରିବା। ଏପରି କରିବାକୁ ଯେପରି ସାଲମନ୍ ମାଛ ସମୁଦ୍ରରୁ ନିଜର ଜନ୍ମ ନଦୀକୁ ଫେରିବା ପାଇଁ ନିଜର ସମ୍ପୂର୍ଣ୍ଣ ଶରୀରକୁ ପରିବର୍ତ୍ତନ କରେ, ସେହିପରି ଆମ୍ଭକୁ ମଧ୍ୟ ଆମ୍ଭ ସ୍ୱଭାବକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିବାକୁ ହେବ। ମାତାଙ୍କ ଶିକ୍ଷା ଓ ତାହାଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ଆମ୍ଭେ ନିଶ୍ଚୟ ଏହା କରିବା। ଯଦିଓ କିଛି ଅଂଶ ଆମ୍ଭ ପାଇଁ ପାଳନ କରିବା କଷ୍ଟକର ଓ ଆହ୍ୱାନପୂର୍ଣ୍ଣ ହୋଇପାରେ। ଏହା କରିବା ଦ୍ୱାରା ଆସନ୍ତୁ ଆମ୍ଭେ ସମସ୍ତେ ଆମ୍ଭର ଅନନ୍ତ ଗୃହ ସ୍ୱର୍ଗ ରାଜ୍ୟକୁ ଫେରିଯିବା, ଯାହା ପିତା ଏବଂ ମାତା ଆମ୍ଭ ପାଇଁ ଇଚ୍ଛା କରନ୍ତି, ଯେପରି ଜଣେ ହେଲେ ଆତ୍ମା ପଛରେ ନ ରହିଯାଏ। ଆସନ୍ତୁ ଆମ୍ଭେ ଯିଶାୟ ଅଧ୍ୟାୟ 60ରେ ଆମ୍ଭ ମାତା, ଆମ୍ଭ ମଣ୍ଡଳୀର ଭବିଷ୍ୟତ ଏବଂ ଆମ୍ଭ ନିଜ ଭବିଷ୍ୟତ ବିଷୟରେ ବାଇବେଲର ଭବିଷ୍ୟବାଣୀଗୁଡ଼ିକୁ ପରୀକ୍ଷା କରିବା। ଆସନ୍ତୁ ଆମେ ଯିଶାୟ ଅଧ୍ୟାୟ 60 ପଦ 1କୁ ଦେଖିବା। ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ପୃଥିବୀକି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ। ଏଠାରେ ଏହା କୁହେ ଯେ ଏକ ପରିସ୍ଥିତି ନିଶ୍ଚିତ ଭାବରେ ଉପୁଜିବ ଯେଉଁଠାରେ ଶୈତାନ ପୃଥିବୀକୁ ଅନ୍ଧକାରରେ ଆଚ୍ଛାଦନ କରେ ଏବଂ ସମସ୍ତ ଲୋକଙ୍କ ଆଖି, କାନ ଏବଂ ହୃଦୟକୁ ଘୋର ଅନ୍ଧକାରରେ ଅନ୍ଧ କରିଦିଏ। ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ, ଆଉ ତାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। କାହାର ଗୌରବମୟ ଆଲୋକ ଆବଶ୍ୟକ, ଯେପରି ଗୋଷ୍ଠୀୟମାନେ ଆସିବେ ଓ ରାଜାମାନେ ଫେରିବେ। ଜିରୁସାଲମଙ୍କ ଆଲୋକ ଆବଶ୍ୟକ। ମାତାଙ୍କ ମହିମାର ସତ୍ୟ ଆବଶ୍ୟକ ଅଟେ। ଆମ୍ଭେମାନେ ସିଓନର ସନ୍ତାନଗଣ ନୀରବ ନ ରହି ନିରନ୍ତର ଏହା ଘୋଷଣା କରିବା ଉଚିତ। ଆମ୍ଭମାନଙ୍କୁ ମାତାଙ୍କ ମହିମା ଘୋଷଣା କରିବାକୁ ହେବ, ମାତାଙ୍କ ପ୍ରେମର ବାକ୍ୟ ବାଣ୍ଟିବାକୁ ହେବ ଏବଂ ଆମ୍ଭମାନଙ୍କ ହଜିଯାଇଥିବା ଭାଇ ଓ ଭଉଣୀମାନଙ୍କୁ ଖୋଜିବା ପାଇଁ ସତ୍ୟର ବାକ୍ୟ ପ୍ରଚାର କରିବାକୁ ହେବ। କେବଳ ସେତେବେଳେ ରାଜାମାନେ ସେହି ଦୀପ୍ତି ଦେଖି ତାହା ନିକଟକୁ ଆସିବେ ଏବଂ ଅନ୍ୟ ଦେଶୀୟମାନେ ତାହାର ଉଜ୍ଜ୍ୱଳତା ନିକଟକୁ ଆସିବେ। ଆସନ୍ତୁ ପଦ 4 ପଢ଼ିବା। ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି। ତୁମ୍ଭର ଉତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ କକ୍ଷରେ ଅଣାଯିବେ। ପରମେଶ୍ୱର କହିଛନ୍ତି ଯେ ତୁମ୍ଭର ସମସ୍ତ ସନ୍ତାନ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସିବେ। ଆସନ୍ତୁ ପଦ 8 ଦେଖିବା। ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଛନ୍ତି ଯେ ଏମାନେ କିଏ? ଆସନ୍ତୁ ପଦ 12କୁ ଯିବା। କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ ତାହା ବିନଷ୍ଟ ହେବ। ବକ୍ତାମାନଙ୍କ ଭବିଷ୍ୟବାଣୀ ମାଧ୍ୟମରେ ପରମେଶ୍ୱର ସେହିମାନଙ୍କ ଭବିଷ୍ୟତ ବିଷୟରେ ପୂର୍ବରୁ ପ୍ରକାଶ କରିଛନ୍ତି ଯେଉଁମାନେ ସ୍ୱର୍ଗୀୟ ମାତାଙ୍କ କୋଳକୁ ଫେରିବାରେ ବିଫଳ ହୁଅନ୍ତି। ଏଥିରେ ଲେଖା ଅଛି ଯେ ଶେଷରେ ସେମାନେ ବିନଷ୍ଟ ହେବେ, ନିଃଶେଷ ରୂପେ ଧ୍ୱଂସିତ ହେବ। ଆସନ୍ତୁ ଆମେ ପଦ 14 ଦେଖିବା। ଆଉ ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ। ଏହି ଯୁଗରେ ଆମ୍ଭେମାନେ ଏପରି ଦୁଷ୍ଟ ଲୋକମାନଙ୍କ ଦଳର ସମ୍ମୁଖୀନ ହୋଇପାରୁ ଯେଉଁମାନେ ଆମ୍ଭମାନଙ୍କ ସ୍ୱର୍ଗୀୟ ମାତା ଜିରୁସାଲମକୁ କ୍ଲେଶ ଦିଅନ୍ତି। ନିଶ୍ଚିତ ଭାବରେ ଏପରି ଲୋକ ଅଛନ୍ତି ଯେଉଁମାନେ ତାହାଙ୍କୁ ତୁଚ୍ଛ କରନ୍ତି ଏବଂ ତାଡ଼ନା କରନ୍ତି। ପରମେଶ୍ୱର ଦୁର୍ବଳ ଥିବାରୁ କ୍ରୁଶବିଦ୍ଧ ହୋଇଥିଲେ କି? ଯେପରି ପରମେଶ୍ୱର ତାହାଙ୍କ ସନ୍ତାନମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ପାଇଁ ଭବିଷ୍ୟବାଣୀ ଅନୁସାରେ ତାହାଙ୍କ ବଳିଦାନର ଜୀବନଯାପନ କଲେ, ସେହିପରି ଆମ୍ଭେମାନେ ଏଠାରେ ଦେଖିପାରୁ ଯେ ଏପରି ଲୋକମାନେ ରହିବେ ଯେଉଁମାନେ ତାଡ଼ନା କରନ୍ତି, ତୁଚ୍ଛ କରନ୍ତି ଏବଂ ଅବାଧ୍ୟ ହୁଅନ୍ତି। ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ ସେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ, ଆଉ ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିଓନ ବୋଲି ସମ୍ବୋଧନ କରିବେ। ଆସନ୍ତୁ ଆମେ ପଦ 20କୁ ଯିବା। ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ନହିଁଦ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭର ଅନ୍ୟ କାଳସ୍ଥାୟୀ ଜ୍ୟୋତି ସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ।
ଶୋକର ଦିନ ଶେଷ ହେବା ପୂର୍ବରୁ ଜେରୁସାଲମ ଅନିବାର୍ଯ୍ୟ ଭାବରେ ବିଭିନ୍ନ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବେ। ପରମେଶ୍ୱର ଏହି ପୃଥିବୀକୁ ଶରୀର ଧାରଣ କରି ଆସିଲେ। ଆଦି ପୁସ୍ତକ 3:15ରେ ଲେଖାଥିବା ଅନୁସାରେ ଶତ୍ରୁ ଦିଆବଳ ସର୍ବଦା ବିରୋଧରେ ଠିଆ ହୁଏ ଏବଂ ଲୋକମାନଙ୍କୁ ମାତାଙ୍କ ସତ୍ୟକୁ ବିଶ୍ୱାସ କରିବାରୁ ରୋକିବା ପାଇଁ ଅଗଣିତ ଅବିଶ୍ୱାସନୀୟ ଉପାୟରେ ସୂକ୍ଷ୍ମ ଭାବରେ ସେମାନଙ୍କ ହୃଦୟକୁ ପ୍ରତାରଣା କରେ। ତଥାପି କ'ଣ ଏହା ଭବିଷ୍ୟବାଣୀ କରାଯାଇ ନାହିଁ ଯେ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବେ ସେମାନଙ୍କୁ ସ୍ୱର୍ଗର ରାଜ୍ୟରେ ପବିତ୍ର ବୋଲି କୁହାଯିବ? କେବଳ ଯେତେବେଳେ ସେହି ଶୋକର ଦିନ ଶେଷ ହେବ ସେତେବେଳେ ହିଁ ପରମେଶ୍ୱର ତାଙ୍କର ସନ୍ତାନମାନଙ୍କ ନିକଟରେ ତାଙ୍କର ପ୍ରକୃତ ସ୍ୱରୂପ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିବେ। ଆସନ୍ତୁ ପଦ 21 ପଢ଼ିବା। ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ। ସେମାନେ ଅନ୍ୟ କାଳଯାଏ ଦେଶ ଅଧିକାର କରିବେ। ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି। କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ। ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା। ପରମେଶ୍ୱର ଆରମ୍ଭରୁ ସବୁ କିଛି କରିପାରିଥାନ୍ତେ। ତଥାପି ପରମେଶ୍ୱର ଏବେ ତାହାଙ୍କ ସନ୍ତାନମାନଙ୍କୁ କ'ଣ ଦେଇ ଲାଳନ ପାଳନ କରୁଛନ୍ତି? ଆମେ ଏବେ ସେହି ପ୍ରକ୍ରିୟାର ମଧ୍ୟରେ ଅଛୁ। ଆମେ ଅନେକ କାଠିନ୍ୟ ଏବଂ ଅସୁବିଧାର ସମ୍ମୁଖୀନ ହେଉ। ଯେତେବେଳେ ଆମେ ଏହି ଜଗତରେ ବାସ କରୁ, ପିତା ଓ ମାତାଙ୍କ ଶିକ୍ଷା ଅନୁସାରେ ଏହି ପଥ ଅନୁସରଣ କରିବାକୁ ଚେଷ୍ଟା କରୁ, ଆମେ ନିଜକୁ ଜଗତଠାରୁ ବହୁତ ଭିନ୍ନ ପାଇଥାଉ। ମଧୁର ଜଳ ଏବଂ ଲୁଣିଆ ଜଳ ମଧ୍ୟରେ ଏକ ସ୍ପଷ୍ଟ ଏବଂ ବଡ଼ ପାର୍ଥକ୍ୟ ରହିଛି। ଲୁଣିଆ ପାଣିରେ ରହୁଥିବା ମାଛକୁ ଯଦି ମଧୁର ପାଣିରେ ରଖାଯାଏ ତେବେ ସେ ତୁରନ୍ତ ମରିଯିବ। ତଥାପି ଏକ ସାଲମନ୍ ମାଛ ନିଜର ମୂଳ ସ୍ରୋତକୁ ଫେରିବା ପାଇଁ ନିଜକୁ ଖାପ ଖୁଆଇଥାଏ। କେବଳ ଯେତେବେଳେ ସେ ଏପରି ମହା ଯନ୍ତ୍ରଣା ସହ୍ୟ କରେ ଏବଂ ତାହାକୁ ଜୟ କରେ ସେତେବେଳେ ତାର ଶରୀର ପରିବର୍ତ୍ତିତ ହୁଏ, ଯାହା ତାକୁ ନିଜ ଜନ୍ମସ୍ଥାନକୁ ଫେରିଯିବାକୁ ସକ୍ଷମ କରେ। ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କର ବିଶ୍ୱାସ କ'ଣ ଏପରି ରୂପାନ୍ତରିତ ହେବା ଉଚିତ ନୁହେଁ ଯେପରି ଆମ୍ଭେମାନେ କେବଳ ନାମକୁ ମାତ୍ର ଚର୍ଚ୍ଚ ଅଫର ସଦସ୍ୟ ନ ହୋଇ ବରଂ ଏପରି ସଦସ୍ୟ ହେବା ଯେଉଁମାନେ ପ୍ରକୃତରେ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହକୁ ଫେରିପାରିବା। ଯେସାଇଆ ଅଧ୍ୟାୟ 62ରେ ଥିବା ଜେରୁସାଲେମର ପ୍ରାଚୀର ଉପରିସ୍ଥ ପ୍ରହରୀମାନଙ୍କ ପରି ଆମ୍ଭେମାନେ ଦିନ ରାତି ନୀରବ ନ ରହି ଜେରୁସାଲେମଙ୍କ ଗୌରବ ପ୍ରଚାର କରିବା ଆବଶ୍ୟକ। ଏହି ସ୍ୱର୍ଗୀୟ ପିତାମାତା ଦିବସରେ ମୁଁ ଆପଣମାନଙ୍କୁ ପୁନର୍ବାର ଆନ୍ତରିକତାର ସହିତ ଅନୁରୋଧ କରୁଛି ଯେ ଆପଣମାନେ ସ୍ୱର୍ଗର ସନ୍ତାନ ହୁଅନ୍ତୁ, ଯେଉଁମାନେ ସର୍ବଦା ସ୍ୱର୍ଗୀୟ ମାତାଙ୍କ ପକ୍ଷରେ ଠିଆ ହୁଅନ୍ତି ଏବଂ ପିତା ଓ ମାତାଙ୍କ ସହିତ ସ୍ୱର୍ଗର ଅନନ୍ତ ରାଜ୍ୟ ସ୍ଥାପନ କରନ୍ତି। ଏହା କହି ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହୁଁଛି। ଧନ୍ୟବାଦ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।